ଉପରେ ଥିବା ଅବପାତଟି ବର୍ତ୍ତମାନ 1030 କିଲୋମିଟର ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ଗୋପାଳପୁର ଠାରୁ ରହିଛି, ଯାହାକି 26 ତାରିଖ ସୁଦ୍ଧା ଗଭୀର ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। 27 ତାରିଖ ସକାଳ ସୁଦ୍ଧା ଦକ୍ଷିଣ ପଶ୍ଚିମ ଏବଂ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଏହାପରେ ଉତ୍ତର ପଶ୍ଚିମ ଦିଗକୁ ଗତି କରି 28 ଅକ୍ଟୋବର ସକାଳ ସୁଦ୍ଧା ଏକ ଭୀଷଣ ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ଉତ୍ତର ଉତ୍ତର ପଶ୍ଚିମ ଦିଗକୁ ଗତି କରି 28 ଅକ୍ଟୋବର ସନ୍ଧ୍ୟା କିମ୍ବା ରାତ୍ରି କାକିନାଡା ପାଖାପାଖି ମଛଲିପଟ୍ଟନମ ଏବଂ କଳିଙ୍ଗପଟ୍ଟନମ ମଧ୍ୟରେ ଆନ୍ଧ୍ରପ୍ରଦେଶର ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ସର୍ବାଧିକ ନିରନ୍ତର ପବନର ବେଗ 90 ରୁ 100 କିଲୋମିଟର ପର ଆୱାର ରହିବ ଆଉ ଝଟକା ପବନ 110 କିଲୋମିଟର ପର ଆୱାର ପର୍ଯ୍ୟନ୍ତ ରହିବାର ସମ୍ଭାବନା ରହିଛି। ଆଗାମୀ 2 ଦିନ ପାଇଁ ବିଶେଷ ପାଗ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ମୋଷ୍ଟଲି କାଁ ଜାଗାରେ ବର୍ଷା, ହାଲକାରୁ ମଧ୍ୟମ ବର୍ଷା ତା ସହିତ ବିଜୁଳି ଘଡଘଡି ହେବାର ସମ୍ଭାବନା ରହିଛି। କିନ୍ତୁ 27 ତାରିଖ ଠାରୁ ବର୍ଷା ବଢିବାର ସମ୍ଭାବନା ରହିଛି ଏବଂ ବର୍ଷା ପାଇଁ ୱାର୍ଣ୍ଣିଂ ଜାରି କରାଯାଇଛି। ଯଦି ଦେଖିବା 27 ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡା, ଗଜପତି, ଗଞ୍ଜାମ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର ଜିଲ୍ଲାରେ ବର୍ଷା ପ୍ରବଳରୁ ଅତି ପ୍ରବଳ ବର୍ଷା ରହିବାର ସମ୍ଭାବନା ରହିଛି। ତା ସହିତ କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, କଟକ, ନୟାଗଡ଼, ବୌଦ୍ଧ, ବଲାଙ୍ଗୀର, ନୂଆପଡା ଜିଲ୍ଲାରେ ଗୋଟେ କିମ୍ବା ଦୁଇଟା ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେତେବେଳେ ପବନର ଗତି ରହିବ 30 ରୁ 40 କିଲୋମିଟର ପର ଆୱାର ଆଉ ଝଟକା ପବନ ରହିବ 50 କିଲୋମିଟର ପର ଆୱାର। ଆମର ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଜିଲ୍ଲାରେ 30 ରୁ 40 କିଲୋମିଟର ପର ଆୱାର 10 ରୁ 50 କିଲୋମିଟର ପର। 28 ତାରିଖ ପାଇଁ ଯଦି ଦେଖିବା ମାଲକାନଗିରି, କୋରାପୁଟ, ଗଞ୍ଜାମ, ଗଜପତି, ରାୟଗଡା ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା କିଛି କିଛି ସ୍ଥାନରେ ଏବଂ ଅତ୍ୟନ୍ତ ପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ହେବାର ସମ୍ଭାବନା ରହିଛି। ସେଥିପାଇଁ ରେଡ୍ କଲର ୱାର୍ଣ୍ଣିଂ ଜାରି କରାଯାଇଛି। ତା ସହିତ ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସେଥିପାଇଁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ଅଲଗା ଜିଲ୍ଲା ଗୁଡିକରେ ୟେଲୋ ଆଲର୍ଟ ଜାରି କରାଯାଇଛି, ଯୋଉଟାରେ କି ଗୋଟେ କିମ୍ବା ଦୁଇଟା ସ୍ଥାନରେ ପ୍ରବଳ ବର୍ଷା ହେଇପାରେ। ବର୍ଷା ସହିତ ବିଜୁଳି, ଘଡଘଡି, ଝଟକା ପବନ ରହିବାର ସମ୍ଭାବନା ରହିଛି। ପବନର ଗତି ପାଇଁ ରେଡ୍ କଲର ୱାର୍ଣ୍ଣିଂ ଜାରି କରାଯାଇଛି। ମାଲକାନଗିରି, କୋରାପୁଟ, ରାୟଗଡା, ଗଞ୍ଜାମ, ଗଜପତି ଜିଲ୍ଲାରେ ପବନର ଗତି 60 ରୁ 70 କିଲୋମିଟର ପର ଆୱାର ରହିବ ଆଉ ଗଷ୍ଟ ଯୋଉ ୱିଣ୍ଡଟା ରହିବ, ଝଟକା ପବନ 80 କିଲୋମିଟର ପର ଆୱାର ରହିବାର ସମ୍ଭାବନା ରହିଛି। ତା ପାଖାପାଖି ଜିଲ୍ଲା ଗୁଡିକ ଯେମିତି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଜିଲ୍ଲାରେ ପବନର ଗତି 50 ରୁ 60 କିଲୋମିଟର ପର ଆୱାର 70 କିଲୋମିଟର ପର ଆୱାର ରହିବାର ସମ୍ଭାବନା ରହିଛି। ତା ପାଖାପାଖି ଜିଲ୍ଲା ଗୁଡିକକୁ ୟେଲୋ କଲର ୱାର୍ଣ୍ଣିଂ ଜାରି କରାଯାଇଛି, ଯୋଉଠାରେ କି 40 ରୁ 50 କିଲୋମିଟର ପର ଆୱାର ପବନର ଗତି ରହିପାରେ। 29 ତାରିଖରେ ମଧ୍ୟ ରେଡ୍ କଲର ଆଲର୍ଟ ଜାରି କରାଯାଇଛି। ରେଡ୍ କଲର ଆଲର୍ଟ ଦିଆଯାଇଛି ନବରଙ୍ଗପୁର, କୋରାପୁଟ, ରାୟଗଡା, କଳାହାଣ୍ଡି ଜିଲ୍ଲାରେ, ଯୋଉଠାରେ କି ପ୍ରବଳରୁ ଅତି ପ୍ରବଳ ବର୍ଷା ଏବଂ ଗୋଟେ କିମ୍ବା ଦୁଇଟା ସ୍ଥାନରେ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ତା ସହିତ ନବରଙ୍ଗପୁର, ବଲାଙ୍ଗୀର, ବୌଦ୍ଧ, ନୂଆପଡା, କନ୍ଧମାଳ, ଗଞ୍ଜାମ, ଗଜପତି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ଏବଂ ସେଥିପାଇଁ ଅରେଞ୍ଜ କଲର ଆଲର୍ଟ ଜାରି କରାଯାଇଛି। ତା ପାଖାପାଖି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ଗୋଟେ କିମ୍ବା ଦୁଇଟା ସ୍ଥାନରେ ହେଇପାରେ, ସେଥିପାଇଁ ୟେଲୋ କଲର ଆଲର୍ଟ ଜାରି କରାଯାଇଛି। ତା ସାଙ୍ଗରେ ପବନର ଗତି ରେଡ୍ କଲର ୱାର୍ଣ୍ଣିଂ ଜାରି କରାଯାଇଛି। ପବନର ଗତି ରହିବ 60 ରୁ 70 କିଲୋମିଟର ପର ଆୱାର 80 କିଲୋମିଟର ପର ଆୱାର ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରି ଜିଲ୍ଲାରେ। ତା ପାଖାପାଖି ଜିଲ୍ଲା ଗୁଡିକ ଯେମିତିକି ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, ଖୋର୍ଦ୍ଧା, ପୁରୀ ଜିଲ୍ଲାରେ ପବନର ଗତି 50 ରୁ 60 କିଲୋମିଟର ପର ଆୱାର 80 ରୁ 70 କିଲୋମିଟର ପର ଆୱାର ରହିବାର ସମ୍ଭାବନା ରହିଛି। ତା ପାଖାପାଖି ଜିଲ୍ଲା ଗୁଡିକରେ ୟେଲୋ କଲର ୱାର୍ଣ୍ଣିଂ ଦିଆଯାଇଛି, ଯୋଉଟା
तारीख पवन गति 40 ରୁ 50 पश्चिम ରୁ 60 किलोमीटर पर आवर रहिବାର संभावना ଅଛି। 30 तारीख रे राज्य रे अनेक स्थान रे हल्का मध्यम वर्षा रहिବାର संभावना रही ता सहित प्रबल वर्षा गोटे कि दुटा स्थान रे जेमति कि सुंदरगढ़ झरसुगुड़ा संबलपुर देवगढ़ केउंझर मयूरभंज जिले में रहिବାର संभावना रही। 31 तारीख वर्षा बहुत कमी जबार संभावना रही। वार्निंग किसी जारी करा जाए नहीं। फिशरमैन वार्निंग मत्स्यजीवी मानव चेतावनी दि जाएगी जोटा कि 26 तारीख रु 29 तारीख पर्यंत मत्स्यजीवी मानव समुद्र को जावाक मना करा जाएगी। समुद्र 26 तारीख 27 तारीख में समुद्र अशांत रु अधिक शांत अति अशांत रही संभावना रही। परवर्ती समय आहरी अधिक खराब होबार संभावना रही। 28 तारीख 29 तारीख में 29 तारीख पर समुद्र इम्प्रूवमेंट रहित पवन गति वर्षा भी रली वेदर रही पारे। वर्षा सहित पवन गति बहुत रही पारे जमीक कि रही 35 to 45% to 55 रही आमर आलंग साउथ ओडिशा। 26 तारीख रे इवनिंग रे तापरे 45 to 55 किलोमीटर पर आवर पश्चिम टू 65 किलोमीटर पर आवर। 27 तारीख रे तापर 60 ରୁ 70 किलोमीटर पर आवर पश्चिम टू 80 किलोमीटर पर आवर। 28 तारीख एवं 29 तारीख रे रहबो। सेति पय मत्स्यजीवी मानक को एडवाइस करा जाय छै से माने समुद्र भीतर को न जीवा पई आ जो माने अछथि से माने जल्द से जल्द जल्दी उपकूल को पळै आसबा।